ବାକ୍ୟରେ ଭିନ୍ନାର୍ଥବୋଧକ ଏକ ପ୍ରକାର ଶବ୍ଦର ପୁନରାବୃତ୍ତି ହେଲେ ଯମକ ଅଳଙ୍କାର ହୋଇଥାଏ। ଭିନ୍ନାର୍ଥବୋଧକ ଗୋଟିଏ ଶବ୍ଦ ପାଦର ଆଦ୍ୟରେ ବା ପ୍ରଥମରେ ଏକାଧିକ ଥର ବ୍ୟବହୃତ ହେଲେ ଆଦ୍ୟ ଯମକ ହୋଇଥାଏ। ବରଜିବ ରସେ ଦେଇ ମାନସ, ବରଜି ବରସେ ଅମେଧ୍ୟ ଗ୍ରାସ। କବି ସୂର୍ଯ୍ୟ ବଳଦେବ ରଥଙ୍କର କାବ୍ୟ ଜଗତ କେବଳରୁ ଏହା ଆସିଛି। ଏଠାରେ ପ୍ରଥମ ପାଦରେ ବରଜୀବର ଅର୍ଥ ଶ୍ରେଷ୍ଠ ପଶୁ ଗାଈ ଆଉ ରସେର ଅର୍ଥ ଗାଈର କ୍ଷୀର। ଦ୍ୱିତୀୟ ପାଦରେ ବରଜି ବରସେର ଅର୍ଥ ବର୍ଷକ ପାଇଁ ବର୍ଜନ କରି ବା ତ୍ୟାଗ କରି। ବରଜି ବରସେ ବରଜୀବ ରସେ। ଭିନ୍ନାର୍ଥକ ଗୋଟିଏ ଶବ୍ଦ ଏକାଧିକ ଥର ବ୍ୟବହୃତ ହୋଇଥିବାରୁ ଏହା ଆଦ୍ୟ ଯମକ ହେଲା।